ବର୍ଷକ ଭିତରେ ଆଜି ଗୋଟେ ପ୍ରମୁଖ ଖବର କାଗଜରେ ବାହାରିଛି। ଗୋଟେ ପଟେ ବାହାରିଛି ତାଙ୍କ ସରକାର କହୁଛନ୍ତି ଯେ ବର୍ଷ ଭିତରେ ଗୋଟିଏ ଦୁର୍ନୀତି ହେଇନାହିଁ। ସେଇ ଖବର କାଗଜର ତାର ପାଖକୁ ଗୋଟେ ନ୍ୟୁଜ ବାହାରିଛି। ଗତକାଲି ଜଣେ ସବ୍ କଲେକ୍ଟର ଆଇଏଏସ୍ ଅଫିସରଙ୍କ ଘରୁ 47 ଲକ୍ଷ ଟଙ୍କା ଧରା ପଡ଼ିଛି ଏବଂ ପ୍ରତିଦିନ ବିଭିନ୍ନ ଜାଗାରେ ଓଡ଼ିଶାର କୋଣ ଅନୁକୋଣରେ ଯେତେ ଅଫିସ ଅଛି ସବୁଠି ବର୍ତ୍ତମାନ ଦୁର୍ନୀତି ବ୍ୟାପିଗଲାଣି ଏବଂ ଏହି ଦୁର୍ନୀତିର ଉତ୍ସ ହେଉଛି ରାଜ୍ୟ ସଚିବାଳୟ। ନହେଲେ ଏତେ ପଇସା କଲେକ୍ସନ ହେଇକି ଯାଉଛି କୁଆଡ଼େ? ତେଣୁ ଦୁର୍ନୀତିଟା ଗୋଟେ ଭିନ୍ନ ଉପାୟରେ ବର୍ତ୍ତମାନ କାୟା ବିସ୍ତାର କରିଛି। ସେ ସମସ୍ତ ପର୍ଦ୍ଦାଫାଶ କରାଯିବ। ଆପଣଙ୍କୁ ମୁଁ ଟିକେ ନିବେଦନ କରିବି, ଏ ସରକାର ତୁରନ୍ତ ତାଙ୍କର ତଥ୍ୟ ରଖନ୍ତୁ। ଆମେ ସତ୍ୟ ଉନ୍ମୋଚିତ କରିବୁ। କାହିଁକି ନା ବଢ଼େଇ ଚଢ଼େଇ ଯଦି ତଥ୍ୟ କୁହାଯିବ ତାର ପ୍ରକୃତ ସତ୍ୟାସତ ଆମେ ଉନ୍ମୋଚନ କରିବୁ। ତାଙ୍କର ବିଫଳତାକୁ ଜନସାଧାରଣ ଆଗେ ରଖିବୁ ଏବଂ ଜନସାଧାରଣ ବର୍ତ୍ତମାନ ନିଷ୍ପତ୍ତି କଲେଣି ଯେ ଏ ସରକାର ଗୋଟେ ଅପାରଗ ସରକାର।